ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ, ଗହ୍ମା ପୂର୍ଣ୍ଣମୀ, ବଳଭଦ୍ର ଜନ୍ମ ଓ ରକ୍ଷାବନ୍ଧନ। ଉତ୍କଳୀୟ ଶ୍ରୀଜଗନ୍ନାଥ ପରମ୍ପରାରେ ଜଗନ୍ନାଥଙ୍କୁ ସୁବର୍ଣ୍ଣ ରାକ୍ଷୀ ଲାଗି ହେବା ଏକ ସ୍ୱତନ୍ତ୍ର ପରମ୍ପରା ଜଗନ୍ନାଥ ମନ୍ଦିରରେ କେବଳ ରହିଛି, ଯାହାକି ପୃଥିବୀରେ ବିରଳ। ଜଗନ୍ନାଥ ରାକ୍ଷୀ ପିନ୍ଧିବା ପରେ ଉତ୍କଳରେ ପୁରପୁରେ ସମସ୍ତେ ରକ୍ଷାବନ୍ଧନ କରିଥାନ୍ତି, ଏହା ଏକ ବାର୍ତ୍ତା। ତେଣୁ ଜଗନ୍ନାଥଙ୍କର ଯେଉଁ ରାକ୍ଷୀ ପିନ୍ଧିବା ଯେଉଁ ମୁହୂର୍ତ୍ତ ରହିଛି, ଦିବା 10ଟା 34 ଗତେ ଦିବା 1:03 ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କର ସୁବର୍ଣ୍ଣ ରାକ୍ଷୀ ଲାଗି କାର୍ଯ୍ୟକ୍ରମ ରହିବ, ଯାହା ପ୍ରକୃତ ପକ୍ଷେ ଉକ୍ତ ସମୟରେ ଓଡ଼ିଶାରେ ବା ଉତ୍କଳର ପ୍ରତ୍ୟେକ ଭଉଣୀମାନେ ତାଙ୍କ ଭାଇମାନଙ୍କୁ ସେହି ସମୟରେ ହିଁ ରକ୍ଷାବନ୍ଧନ କଲେ ଏହା ସବୁଠାରୁ ସର୍ବୋତ୍କୃଷ୍ଟ ହେବ। ତତ୍ ସହିତ ରକ୍ଷାବନ୍ଧନର ଶୁଭ ମୁହୂର୍ତ୍ତ ଯାହା ରହିଛି, ଉତ୍କଳର ସର୍ବତ୍ର ରକ୍ଷାବନ୍ଧନ ଦିନ 10ଟା 34 ପରେ କରଣୀୟ। ଆମର ତିଥି ନିର୍ଣ୍ଣୟ ଗ୍ରନ୍ଥରେ ପ୍ରମାଣ ଅଛି, ଯାଂ ତିଥିଂ ସମନୁପ୍ରାପ୍ୟ ଉଦୟଂ ଜାତି ଭାସ୍କର ସା ତିଥି ସକଳ ଜ୍ଞାୟା ଜାନାଧ୍ୟୟନ କର୍ମସୁ। ଅର୍ଥାତ ସୂର୍ଯ୍ୟ ଉଦୟ ସମୟକୁ ଯେଉଁ ତିଥି ଥାଏ, ସେ ତିଥିର ଯାହା ପୁଣ୍ୟକାଳ ଥାଏ ଏବଂ ଯାହା ପାର୍ବଣ ଥାଏ, ଯଦି ସୂର୍ଯ୍ୟୋଦୟ ସମୟକୁ ଥାଏ ତାହେଲେ ସେ ଦିନଟି ସେ ତିଥି ପାଳନ କରିବା ପାଇଁ ତିଥି ନିର୍ଣ୍ଣୟ ଗ୍ରନ୍ଥରେ ପ୍ରମାଣ ରହିଛି। ତେଣୁ କେବଳ 10ଟା 34 ପରେ ଜଗନ୍ନାଥଙ୍କୁ ରକ୍ଷାବନ୍ଧନ ବା ସୁବର୍ଣ୍ଣ ରାକ୍ଷୀ ଲାଗି କରିବା ପରମ୍ପରାକୁ ଆମେ ଗ୍ରହଣ କରିବା ସହିତ ସୂର୍ଯ୍ୟୋଦୟରୁ ମଧ୍ୟ ଆମେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ କରିପାରିବା, ଯାହା ହିନ୍ଦୁ ରାଷ୍ଟ୍ରମାନଙ୍କ ପାଇଁ ସଂକଳ୍ପିତ। ତା ସହିତ ଆମର ଗୋଟେ ଥାଏ କି ପୂର୍ଣ୍ଣମୀର ପୁଣ୍ୟକାଳ, ଆମର ପାର୍ବଣ ଶ୍ରାଦ୍ଧ ବା ଶୁଭ କାର୍ଯ୍ୟ ଇତ୍ୟାଦି ଯାହା ବି କିଛି କରଣୀୟ ରହିଛି, ତାହା ପୂର୍ଣ୍ଣମୀର ପୁଣ୍ୟ କାଳରେ କରାଯାଏ। କଳସ ସ୍ଥାପନ କାର୍ଯ୍ୟକ୍ରମ ଥାଏ, କେବଳ ରକ୍ଷାବନ୍ଧନ ତ ନୁହେଁ, ରକ୍ଷାବନ୍ଧନ ପାଇଁ ମଧ୍ୟ ଆପଣ ସଂକଳ୍ପ କରି ଆପଣ ବ୍ରାହ୍ମଣମାନଙ୍କ ଦ୍ୱାରା ବି ଆପଣ ରକ୍ଷାବନ୍ଧନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ସେହି ସମୟଟି ହେଉଛି ସକାଳ 8ଟା 4 ମଧ୍ୟରେ ଶ୍ରବଣା ନକ୍ଷତ୍ର ଭୋଗ ହେଉଥିବା ସମୟରେ ଆପଣ ତାହା କରିପାରିବେ। ଆପଣ ବ୍ରାହ୍ମଣମାନଙ୍କ ଦ୍ୱାରା ବି ଆପଣ ରକ୍ଷାବନ୍ଧନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ସେହି ସମୟଟି ହେଉଛି ସକାଳ 8ଟା 4 ମଧ୍ୟରେ ଶ୍ରବଣା ନକ୍ଷତ୍ର ଭୋଗ ହେଉଥିବା ସମୟରେ ଆପଣ ତାହା କରିପାରିବେ। ପୂର୍ଣ୍ଣମୀ ସୋମବାର ପଡ଼ୁଥିଲେ ଅଲଭ୍ୟ ସ୍ନାନ ଯୋଗ ହେଉଥାଏ, କାରଣ ସୋମବାର ଶିବଙ୍କର ଚନ୍ଦ୍ରଶେଖର। ତେଣୁ ଆମର ଓମ୍ ନମ ଶିବାୟ ପଞ୍ଚାକ୍ଷରୀ ମନ୍ତ୍ର ଶିବଙ୍କର ଯେଉଁ ରହିଛି, ତାକୁ ଅଗଣିତ ଥର ପାଠ କଲେ ସୋମବାର ପୂର୍ଣ୍ଣମୀରେ ଆପଣଙ୍କର ଯାହା ଅଭୀଷ୍ଟ ଫଳ ପ୍ରାପ୍ତ କରିବା ପାଇଁ ଥାଏ, ତାହା ନିଶ୍ଚିତ ଭାବେ ଅଚିରେ ପ୍ରାପ୍ତ କରିଥାନ୍ତି। ତତ୍ ସହିତ ଆପଣ ଉତ୍କଳୀୟ ପରମ୍ପରାରେ ଆମର ଶୈବପୀଠ ମାନଙ୍କରେ ଯେମିତିକି ଆମର ସ୍ୱୟମ୍ଭୁ ଅର୍ଥାତ୍ ନିଜେ ସୃଷ୍ଟି ହୋଇଥିବା ଶିବ, ଆପଣଙ୍କର ଉତ୍କଳରେ ରହିଛି ଅନେକ ଶୈବପୀଠ ଯେଉଁଠି ଆପଣ ସ୍ୱୟମ୍ଭୁ ଅଛନ୍ତି, କିନ୍ତୁ ବାଣାଲିଙ୍ଗ ମାନଙ୍କରେ ସେତିକି ପରିମାଣରେ ଆପଣ ଫଳ ପ୍ରାପ୍ତ କରିପାରିବେ ନାହିଁ, କିନ୍ତୁ ଶିବଙ୍କ ଉଦ୍ଦେଶ୍ୟରେ ଆପଣ ପୂଜା କରିପାରିବେ। ତେଣୁ ନିର୍ଦ୍ଦେଶ ରହୁଛି ଯେ ଆମର ସ୍ୱୟମ୍ଭୁ, ଯେଉଁଟାକି ଆପଣ ଉତ୍କଳୀୟ ଭାଷାରେ ପାତଳ ଫୁଟି ଶିବଲିଙ୍ଗ, ସେଇ ଲିଙ୍ଗମାନଙ୍କରେ ଆପଣ ଜଳ ଲାଗି କରାଇବେ ବା ଜଳାଭିଷେକ କରାଇବେ, ଫଳରେ ଆପଣମାନଙ୍କର ଅଭୀଷ୍ଟ ଫଳ ପ୍ରାପ୍ତ କରିପାରିବେ। ତା ସହିତ କାଉଡ଼ିଆ ମାନଙ୍କର ମଧ୍ୟ କାଲି ଏକ ବିଶେଷ ଦିନ, ଆପଣ ଯେତେ ବର୍ଷରେ କରିଛନ୍ତି ଜଳ ଲାଗି, ଏହା ପ୍ରାୟ 152 ବର୍ଷ ପରେ ପୂର୍ଣ୍ଣମୀ ସହିତ ସୋମବାର ଏକ ଅଲଭ୍ୟ ସଂଯୋଗ 19 ତାରିଖ, ଯେଉଁଟାକି ଶ୍ରାବଣ ମାସର ସୋମବାର ଠାରୁ ଶ୍ରାବଣ ପୂର୍ଣ୍ଣମୀ ଅତ୍ୟନ୍ତ ଗୁରୁତ୍ୱ ବହନ କରେ, ତାହା ଆଜି ସେହି ଦିନଟି ପଡ଼ିଛି। ତେଣୁ ଏହା ଆମର ଶୈବ ଭକ୍ତମାନଙ୍କ ପାଇଁ ଏକ ଅତ୍ୟନ୍ତ ମାନେ ଅଲଭ୍ୟ ଯୋଗ ଏବଂ ସ୍ନାନ ଦାନ ପ୍ରାତଃ କାଳରୁ କରିପାରିବେ। ତା ସହିତ ଆପଣ
ରୋଗୀ ଭିକାରୀମାନଙ୍କୁ ଆପଣ ଶୁଖିଲା ଖାଦ୍ୟ ବଣ୍ଟନ କରିପାରିବେ, ଧବଳ ବସ୍ତ୍ର ବଣ୍ଟନ କରିପାରିବେ। ଏମିତି ମଧ୍ୟ ପରମ୍ପରା ଦ୍ୱାରା ଆପଣଙ୍କର ଅନେକ ଶୁଭଫଳ ପ୍ରାପ୍ତ କରିପାରିବେ। ଜୟ ଜଗନ୍ନାଥ।